ରଙ୍ଗମିସ୍ତ୍ରୀ ଘର ରଙ୍ଗ ଦେଇ ନିଜର ପାରିଶ୍ରମିକ ମାଗିବାରୁ ବାପ ପୁଅ ମିଶି ମୋତେ ସିଡ଼ିରୁ ପେଲିଦେଲେ। ହଁ ଆଜ୍ଞା, ଆମେ କହୁଛୁ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଦରବଚ୍ଛା ଗ୍ରାମର ବିକାଶ ଜେନାଙ୍କ କଥା। ବିକାଶ ଜଣେ ରଙ୍ଗମିସ୍ତ୍ରୀ। ସେହି ଗ୍ରାମର ନିରଞ୍ଜନ ଦାସଙ୍କ ଘରେ ରଙ୍ଗ ଦେଉଥିଲେ। ମଜୁରୀ ପ୍ରଦାନରେ ନିରଞ୍ଜନ ଅବହେଳା କରିବାରୁ ରଙ୍ଗମିସ୍ତ୍ରୀ ବିକାଶ ନିଜର ମଜୁରୀ ଟଙ୍କା ମାଗିବାରୁ ନିରଞ୍ଜନ ଅନ୍ୟ ମିସ୍ତ୍ରୀ ଆଣି କାମ କଲେ। ବିକାଶ କାମ କରୁଥିବା ସିଡ଼ି ଭାରା ଖୋଲୁଥିବା ବେଳେ ନିରଞ୍ଜନ ଓ ତାଙ୍କ ପୁଅ ଦୀପକ ସିଡ଼ିକୁ ପେଲିଦେଲେ, ଯାହାଫଳରେ ବିକାଶ ଉପରୁ ତଳକୁ ପଡ଼ିଯାଇଥିଲେ। ବିକାଶଙ୍କ ମୁଣ୍ଡ ଫାଟି ଗୋଡ଼ ଭାଙ୍ଗି ଯାଇଥିବାର ଖବର ପାଇ ତାଙ୍କ ଘର ଲୋକ ଆସି କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟ ନେଇଥିଲେ। ଏନେଇ ବିକାଶଙ୍କ ମା ଖୁଲନା ଜେନା ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କଣ ହେଇଛି ପୁଅଙ୍କର? କେତେ ଦିନ ହେଲା ଆସି ରହିଲେ ମେଡିକାଲ? ଏନେ ଥାନାରେ ଅଭିଯୋଗ କରିଛନ୍ତି? କଣ ଥାନା? ଥାନା ଲୋକ ରଖିକି ଦେଖିଲେ, ଦେଖିଲେ କଣ ହେଇଛି ରଖିକିରି ଦେଖିକି ଓଲଟେଇ ଦେଲେ, ଓଲଟେଇକି ରଖିଲେ। ହେଲେ ତମେ ଯା ଆମେ ବୁଝିବୁ ଆଉ ଥୋଇ ଦେଇକି ଯା ବୁଝିବୁ। କଣ ଚାହୁଁଛନ୍ତି ବର୍ତ୍ତମାନ? ନ୍ୟାୟ ପାଇବି, ନ୍ୟାୟ ନ ପାଇ ମୋ ଉପରକୁ ଯିବି ଆଉ ନ୍ୟାୟ ମୁଁ ପାଇବି। କାହିଁକିନା ତା ଭୟ ସଂସାର ବାସ୍ତଲା ନା, ମୋ ପୁଅ ମୋତେ ଲିଖି ଦେଇଛନ୍ତି। ପୁଅ ତା କିଛି ଗାଳି ସେ କରୁଥିଲା। କଣ ନାଁ କହିବ? ମୋ ନାଁ ହେଉଛି ବିକାଶ ଜେନା, ବାପା ପିତାମ୍ବର ଜେନା, ଘର ଦରବଚ୍ଛା। କଣ ହେଇଛି? ମୁଁ ଆମ ଗ୍ରାମର ନିରଞ୍ଜନ ଦାସ ଏବଂ ତାଙ୍କ ପୁଅ ଦୀପକ ଦାସ, ତାଙ୍କ ଘର କଲର କାମ ମୁଁ କରୁଥିଲି। ମୋର 95% କାମ କରିଦେଇଛି। ତେଣୁକରି ଆଉ ଯେଉଁ 5% ବାକି ଥିଲେ ମୋତେ ପଇସା ପୋଷେଇଲେନି ବୋଲିକିନି ମୁଁ ତାକୁ ମନା କଲି। ପଇସା ଦେଲେନି ବି ମୋତେ, ଏବେ ବି ସୁଦ୍ଧା ମୋର ପଇସା ତାଙ୍କ ଉପରେ ପଡ଼ିକି ରହିଛି। ଯେତିକି ପଇସା ଦେଇଛନ୍ତି ଆମ ସାଙ୍ଗେ ଯେଉଁ ପିଲା କାମ ତାଙ୍କ ଫୋନ୍ କରି ବି ପେମେଣ୍ଟ କରୁଛନ୍ତି। ତେଣୁକରି ମୁଁ ଯେତେବେଳେ ସେ ଅଲଗା ମିସ୍ତ୍ରୀ ଡକେଇଲେ ମୁଁ ତାକୁ ମନା କଲି, ମୁଁ କାମ କରନା, ମିସ୍ତ୍ରୀ ବି ଏକଥା ବି କହିଛି। ଏମିତି ସେ ମୋତେ ନ ଦେବାରୁ ମୋ ଭାରାଟା ମୁଁ ଖୋଲୁଥିଲି, ଭାରା ଖୋଲୁଥିଲେ ଆଣିଲେ ମୋତେ ମନା କଲି। ତାପରେ ମୁଁ ଯଦି ରାଜି ନହେଲି ମୁଁ ଭାରା ଆଣିଲି, ସେ ମୋତେ ଭାରାରୁ ଟେଲିକିନି ତଳେ କଲି। କିଏ କିଏ ପେଲି ଦେଲେ? ବାପ ପୁଅ ନିରଞ୍ଜନ ଦାସ ଆଉ ତା ପୁଅ ହେଉଛି ଦୀପକ ଦାସ। ଭାଇ